ଦେବକୀ ଓ ବସୁଦେବଙ୍କ ବିବାହ। ବହୁତ ଦିନ ପୂର୍ବରୁ ମଥୁରା ନଗରୀରେ ରାଜା ଉଗ୍ରସେନ ରାଜ୍ୟ କରୁଥିଲେ। ତାଙ୍କ ପୁଅ କଂସ ବହୁତ ଶକ୍ତିଶାଳୀ ଥିଲେ, କିନ୍ତୁ ସେ ଅହଙ୍କାରୀ, ନିଷ୍ଠୁର ଏବଂ ଅତ୍ୟାଚାରୀ ଥିଲେ। ତାଙ୍କ ଭୟରେ ସମଗ୍ର ମଥୁରା କମ୍ପି ଉଠୁଥିଲା। ସେହି ସମୟରେ ରାଜା ଦେବକଙ୍କ କନ୍ୟା ଦେବକୀଙ୍କ ବିବାହ ଧର୍ମପରାୟଣ, ସତ୍ୟବାଦୀ ଏବଂ ବୀର ବସୁଦେବଙ୍କ ସହ ବହୁତ ଧୁମଧାମରେ ସମ୍ପନ୍ନ ହେଲା। ସମଗ୍ର ମଥୁରା ନଗରୀ ଉତ୍ସବମୁଖର ହୋଇଉଠିଲା। ମନ୍ଦିରରେ ଘଣ୍ଟା ବାଜୁଥିଲା, ସନ୍ଥନୀ ଶୁଣାଯାଉଥିଲା ଏବଂ ସମସ୍ତେ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଉଥିଲେ। କଂସ ତାଙ୍କ ଭଉଣୀ ଦେବକୀଙ୍କୁ ବହୁତ ଭଲ ପାଉଥିଲେ। ସେଥିପାଇଁ ବିବାହ ପରେ ସେ ନିଜେ ରଥ ଚଳାଇ ଦେବକୀ ଓ ବସୁଦେବଙ୍କୁ ବିଦାୟ ଦେବା ପାଇଁ ଯାଉଥିଲେ। ହଠାତ୍ ଆକାଶରୁ ଏକ ଦିବ୍ୟ ଆକାଶବାଣୀ ଶୁଣାଗଲା, ହେ କଂସ, ଯେଉଁ ଭଉଣୀଙ୍କୁ ତୁ ଏତେ ସ୍ନେହରେ ବିଦାୟ ଦେଉଛୁ, ସେହି ଦେବକୀଙ୍କ ଅଷ୍ଟମ ପୁତ୍ର ହିଁ ତୋର ମୃତ୍ୟୁର କାରଣ ହେବ। ଏହା ଶୁଣିବା ମାତ୍ରେ କଂସଙ୍କ ମୁହଁ କ୍ରୋଧରେ ଲାଲ ହୋଇଗଲା। ତାଙ୍କର ସ୍ନେହ ଭୟରେ ପରିଣତ ହେଲା। ସେ ତୁରନ୍ତ ନିଜ ତଳର ବାହାର କରି ଦେବକୀଙ୍କୁ ହତ୍ୟା କରିବାକୁ ଆଗକୁ ବଢ଼ିଲେ। ଦେବକୀ ଭୟରେ କମ୍ପି ଉଠିଲେ। ସେତେବେଳେ ବସୁଦେବ ହାତ ଯୋଡ଼ି କଂସଙ୍କୁ କହିଲେ, ହେ କଂସ, ନିଜ ଭଉଣୀଙ୍କୁ ହତ୍ୟା କରି ମହାପାପ କରନ୍ତୁ ନାହିଁ। ଦେବକୀଙ୍କ ଯେତେ ସନ୍ତାନ ଜନ୍ମ ନେବେ, ମୁଁ ସେମାନଙ୍କୁ ନିଜେ ଆପଣଙ୍କ ହାତରେ ସମର୍ପଣ କରିଦେବି। ବସୁଦେବଙ୍କ କଥା ଶୁଣି କଂସ କିଛି ସମୟ ଚିନ୍ତା କଲେ। ସେ ଦେବକୀଙ୍କୁ ହତ୍ୟା କଲେ ନାହିଁ, କିନ୍ତୁ ଦେବକୀ ଓ ବସୁଦେବଙ୍କୁ କାରାଗାରରେ ବନ୍ଦୀ କରିଦେଲେ। ସେ କଠୋର ପହରାର ଆଦେଶ ଦେଲେ, ଯାହାଦ୍ୱାରା ସେମାନଙ୍କର କୌଣସି ସନ୍ତାନ ତାଙ୍କଠାରୁ ଲୁଚି ପାରିବ ନାହିଁ। ଏହିପରି ଭାବରେ ଦେବକୀ ଓ ବସୁଦେବଙ୍କ ନୂଆ ଜୀବନ ଅନ୍ଧକାରମୟ କାରାଗାରରେ ଆରମ୍ଭ ହେଲା। କିନ୍ତୁ ସେମାନଙ୍କର ଭଗବାନଙ୍କ ଉପରେ ଅଟୁଟ ବିଶ୍ୱାସ ଥିଲା। ସେମାନେ ଜାଣିନଥିଲେ ଯେ ଖୁବ୍ ଶୀଘ୍ର ସ୍ୱୟଂ ଭଗବାନ ବିଷ୍ଣୁ ଶ୍ରୀକୃଷ୍ଣ ରୂପରେ ଅବତାର ଗ୍ରହଣ କରି ଅଧର୍ମର ବିନାଶ ଏବଂ ଧର୍ମର ସ୍ଥାପନା କରିବେ। ଦେବକୀ ଓ ବସୁଦେବ କାରାଗାରର ଅନ୍ଧକାର କୋଠରୀରେ ବନ୍ଦୀ ହୋଇ ରହିଥିଲେ। ଚାରିଆଡ଼େ ଉଚ୍ଚ ପ୍ରାଚୀର, ଲୁହାର ଶକ୍ତ ସଳାକା ଏବଂ କଡ଼ା ପହରା ଥିଲା। କିନ୍ତୁ ସେମାନଙ୍କ ହୃଦୟରେ ଭଗବାନଙ୍କ ପ୍ରତି ଅଟୁଟ ବିଶ୍ୱାସ ଥିଲା। ସମୟ ବିତିବା ସହିତ ଦେବକୀ ପ୍ରଥମ ପୁତ୍ରଙ୍କୁ ଜନ୍ମ ଦେଲେ। ବସୁଦେବ ନିଜ ବଚନ ରକ୍ଷା କରି ସେହି ଶିଶୁକୁ କଂସଙ୍କ ପାଖକୁ ନେଇଗଲେ। ଆରମ୍ଭରେ କଂସ ଭାବିଲେ, ମୋର ମୃତ୍ୟୁ ତ ଅଷ୍ଟମ ପୁତ୍ର ହାତରେ ହେବ। ଏହି ପ୍ରଥମ ଶିଶୁଠାରୁ ମୋର କୌଣସି ଭୟ ନାହିଁ। କିନ୍ତୁ ତାଙ୍କ ଦୁଷ୍ଟ ମନ୍ତ୍ରୀମାନେ କହିଲେ, ମହାରାଜ, ଦେବତାମାନଙ୍କ ମାୟାକୁ କେହି ବୁଝିପାରିବେ ନାହିଁ। କିଏ ଅଷ୍ଟମ ବୋଲି ଗଣାଯିବ, ତାହା କହିହେବ ନାହିଁ। କୌଣସି ଶିଶୁକୁ ବଞ୍ଚାଇ ରଖନ୍ତୁ ନାହିଁ। ଏହା ଶୁଣି କଂସଙ୍କ ହୃଦୟ ଆହୁରି କଠୋର ହୋଇଗଲା। ସେ ନିର୍ଦ୍ଦୟ ଭାବରେ ପ୍ରଥମ ଶିଶୁକୁ ହତ୍ୟା କରିଦେଲେ। ଏହାପରେ ଦେବକୀଙ୍କ ଯେତେବେଳେ ସନ୍ତାନ ଜନ୍ମ ହେଲା, କଂସ ସେମାନଙ୍କୁ ଏକେ ପରେ ଏକ ହତ୍ୟା କରିଦେଲା। ପ୍ରତ୍ୟେକ ଥର ଦେବକୀ ଦୁଃଖରେ କାନ୍ଦୁଥିଲେ ଏବଂ ବସୁଦେବ ଅସହାୟ ହୋଇ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ। ମଥୁରା ନଗରୀରେ କଂସଙ୍କ ଅତ୍ୟାଚାର ଦିନକୁ ଦିନ ବଢ଼ି ଚାଲିଥିଲା। ଧର୍ମ କମିଯାଉଥିଲା ଏବଂ ଅଧର୍ମର ପ୍ରଭାବ ବଢ଼ୁଥିଲା। ସେହି ସମୟରେ ଦେବତାମାନେ ଭଗବାନ ବିଷ୍ଣୁଙ୍କ ପାଖକୁ ଯାଇ ପ୍ରାର୍ଥନା କଲେ, ହେ ପ୍ରଭୁ, ପୃଥିବୀରେ ପାପ ଓ ଅତ୍ୟାଚାର ବହୁତ ବଢ଼ିଯାଇଛି। କଂସ ପରି ଦୁଷ୍ଟ ରାଜାଠାରୁ ସଂସାରକୁ ରକ୍ଷା କରନ୍ତୁ। ଭଗବାନ ବିଷ୍ଣୁ ହସି କହିଲେ, ଚିନ୍ତା କରନ୍ତୁ ନାହିଁ। ସମୟ ନିକଟରେ ଆସିଛି। ମୁଁ ସ୍ୱୟଂ ଦେବକୀଙ୍କ ଅଷ୍ଟମ ପୁତ୍ର ରୂପେ ଅବତାର ଗ୍ରହଣ କରିବି। ଅଧର୍ମର ବିନାଶ ହେବ ଏବଂ ଧର୍ମର ପୁନଃ ସ୍ଥାପନା ହେବ। ଭଗବାନଙ୍କ ଏହି ବାଣୀ ଶୁଣି ସମସ୍ତ ଦେବତା ଆନନ୍ଦିତ ହେଲେ। ସମଗ୍ର ବ୍ରହ୍ମାଣ୍ଡରେ ଏକ ନୂଆ ଆଶାର ଆଲୋକ ବ୍ୟାପିଗଲା। ଏବେ ସମସ୍ତେ ସେହି ପବିତ୍ର ମୁହୂର୍ତ୍ତର ଅପେକ୍ଷା କରିବାକୁ ଲାଗିଲେ, ଯେତେବେଳେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ପୃଥିବୀରେ ଅବତାର ଗ୍ରହଣ କରିବେ। ସମୟ ଧୀରେ ଧୀରେ ବିତିଗଲା। ଦେବକୀଙ୍କ ଅଷ୍ଟମ ସନ୍ତାନର ଜନ୍ମ ସମୟ ନିକଟବର୍ତ୍ତୀ ହେଲା। ମଥୁରାର କାରାଗାର ଚାରିପଟେ ଗଭୀର ଅନ୍ଧକାର ଛାଇଯାଇଥିଲା। ବାହାରେ ପ୍ରବଳ ବର୍ଷା ହେଉଥିଲା, ଆକାଶରେ ବିଜୁଳି ଚମକୁଥିଲା ଏବଂ ଯମୁନା ନଦୀ ଉଫାନ ମାରୁଥିଲା। କିନ୍ତୁ ସେହି ରାତି ସାଧାରଣ ରାତି ନଥିଲା। ସମଗ୍ର ସୃଷ୍ଟି ଏକ ଦିବ୍ୟ ମୁହୂର୍ତ୍ତର ଅପେକ୍ଷା କରୁଥିଲା। ଭାଦ୍ରବ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥି, ରୋହିଣୀ ନକ୍ଷତ୍ର ଏବଂ ମଧ୍ୟରାତ୍ରିର ପବିତ୍ର ସମୟରେ ହଠାତ୍ ସମଗ୍ର କାରାଗାର ଦିବ୍ୟ ଆଲୋକରେ ଭରିଗଲା। ଦେବକୀ ଓ ବସୁଦେବ ଦେଖିଲେ
ଯେ ସେମାନଙ୍କ ସମ୍ମୁଖରେ ସ୍ୱୟଂ ଭଗବାନ ବିଷ୍ଣୁ ଚତୁର୍ଭୁଜ ଦିବ୍ୟ ରୂପରେ ପ୍ରକଟ ହୋଇଛନ୍ତି। ତାଙ୍କ ଚାରି ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଶୋଭା ପାଉଥିଲା। ତାଙ୍କ ମୁଖମଣ୍ଡଳରୁ ଦିବ୍ୟ ତେଜ ବିକିରଣ ହେଉଥିଲା। ଭଗବାନ ମଧୁର କଣ୍ଠରେ କହିଲେ, ହେ ମାତା ଦେବକୀ, ହେ ବସୁଦେବ, ମୁଁ ତୁମମାନଙ୍କ ପୁତ୍ର ରୂପେ ପୃଥିବୀରେ ଅବତାର ଗ୍ରହଣ କରିଛି। ଅଧର୍ମର ବିନାଶ ଏବଂ ଧର୍ମର ସ୍ଥାପନା ପାଇଁ ମୋର ଏହି ଅବତାର। ଏବେ ତୁମେ ମୋତେ ତୁରନ୍ତ ଗୋକୁଳକୁ ନେଇଯାଅ। ସେଠାରେ ନନ୍ଦବାବା ଓ ମାତା ଯଶୋଦାଙ୍କ ଘରେ ଏକ କନ୍ୟା ଜନ୍ମ ନେଇଛି। ସେହି କନ୍ୟାକୁ ଏଠାକୁ ନେଇ ଆସ। ଏହା କହିବା ପରେ ଭଗବାନ ନିଜର ଚତୁର୍ଭୁଜ ରୂପକୁ ତ୍ୟାଗ କରି ଏକ ସୁନ୍ଦର ନବଜାତ ଶିଶୁର ରୂପ ଧାରଣ କଲେ। ସେହି ମୁହୂର୍ତ୍ତରେ ଅନେକ ଚମତ୍କାର ଘଟିଲା। ବସୁଦେବଙ୍କ ହାତର ବେଡ଼ି ଆପେ ଆପେ ଖୋଲିଗଲା। କାରାଗାରର ସମସ୍ତ ଦ୍ରଶ୍ୟଂ ଖୋଲିଗଲା। ପହରା ଦେଉଥିବା ସୈନିକମାନେ ଗଭୀର ନିଦ୍ରାରେ ଶୋଇପଡ଼ିଲେ। ଲାଗୁଥିଲା ସ୍ୱୟଂ ଯୋଗମାୟା ସମସ୍ତଙ୍କୁ ନିଦ୍ରାରେ ବୁଡ଼ାଇ ଦେଇଛନ୍ତି। ବସୁଦେବ ଅତ୍ୟନ୍ତ ଭକ୍ତି ଓ ସ୍ନେହର ସହିତ ନବଜାତ ଶ୍ରୀକୃଷ୍ଣଙ୍କୁ ଏକ ଟୋକରୀରେ ରଖି ନିଜ ମୁଣ୍ଡ ଉପରେ ଉଠାଇଲେ। ତାଙ୍କ ମନରେ ଭୟ ନଥିଲା, ଥିଲା କେବଳ ଭଗବାନଙ୍କ ପ୍ରତି ଅଟୁଟ ବିଶ୍ୱାସ। ଏବେ ସେ ଭଗବାନଙ୍କୁ ସୁରକ୍ଷିତ ଭାବରେ ଗୋକୁଳକୁ ନେବାପାଇଁ କାରାଗାରରୁ ବାହାରି ପଡ଼ିଲେ। ବସୁଦେବ ନବଜାତ ଶ୍ରୀକୃଷ୍ଣଙ୍କୁ ଏକ ଟୋକରୀରେ ରଖି ନିଜ ମୁଣ୍ଡ ଉପରେ ଉଠାଇ କାରାଗାରରୁ ବାହାରିଲେ। ଚାରିଆଡ଼େ ଘନ ଅନ୍ଧକାର ଥିଲା। ଆକାଶରେ ବିଜୁଳି ଚମକୁଥିଲା, ବଜ୍ରପାତ ହେଉଥିଲା ଏବଂ ପ୍ରବଳ ବର୍ଷା ହେଉଥିଲା। କିନ୍ତୁ ସେହି ରାତିରେ ପ୍ରକୃତି ସ୍ୱୟଂ ନିଜ ପ୍ରଭୁଙ୍କ ସେବାରେ ନିୟୋଜିତ ଥିଲା। ବସୁଦେବ ଯେତେବେଳେ ଯମୁନା ନଦୀ କୂଳରେ ପହଞ୍ଚିଲେ, ସେ ଦେଖିଲେ ଯେ ନଦୀ ଭୟଙ୍କର ଭାବରେ ଉଫାନ ମାରୁଛି। ପ୍ରବଳ ସ୍ରୋତକୁ ଦେଖି ସେ କିଛି ମୁହୂର୍ତ୍ତ ପାଇଁ ଠିଆ ହୋଇଗଲେ। ସେ ଭଗବାନଙ୍କୁ ପ୍ରାର୍ଥନା କଲେ, ହେ ପ୍ରଭୁ, ମୋତେ ଶକ୍ତି ଦିଅନ୍ତୁ, ଯେପରି ମୁଁ ଆପଣଙ୍କୁ ସୁରକ୍ଷିତ ଭାବରେ ଗୋକୁଳରେ ପହଞ୍ଚାଇ ପାରିବି। ସେହି ସମୟରେ ଆଉ ଏକ ଦିବ୍ୟ ଚମତ୍କାର ଘଟିଲା। ଭଗବାନଙ୍କ ଅନନ୍ତ ଭକ୍ତ ଶେଷନାଗ ପ୍ରକଟ ହେଲେ। ସେ ନିଜର ବିଶାଳ ଫଣା ବିସ୍ତାର କରି ବସୁଦେବ ଓ ବାଳକ ଶ୍ରୀକୃଷ୍ଣଙ୍କ ଉପରେ ଛତା ପରି ଢାଙ୍କିଦେଲେ। ବର୍ଷାର ଗୋଟିଏ ବୁନ୍ଦା ମଧ୍ୟ ଶ୍ରୀକୃଷ୍ଣଙ୍କ ଶରୀରକୁ ସ୍ପର୍ଶ କରିପାରିଲା ନାହିଁ। ବସୁଦେବ ସାହସର ସହିତ ଯମୁନା ନଦୀରେ ପ୍ରବେଶ କଲେ। ଆଶ୍ଚର୍ଯ୍ୟର କଥା, ତାଙ୍କ ପାଦ ପାଣିରେ ପଡ଼ିବା ମାତ୍ରେ ଯମୁନାର ପ୍ରଚଣ୍ଡ ସ୍ରୋତ ଶାନ୍ତ ହୋଇଗଲା। ନଦୀର ଜଳ ଦୁଇ ଭାଗ ହୋଇ ଏକ ସୁରକ୍ଷିତ ରାସ୍ତା ସୃଷ୍ଟି କଲା। କୁହାଯାଏ, ଯମୁନା ମା ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଚରଣ ସ୍ପର୍ଶ କରିବା ପାଇଁ କିଛି କ୍ଷଣ ପର୍ଯ୍ୟନ୍ତ ଜଳକୁ ଉପରକୁ ଉଠାଇଥିଲେ। ଭଗବାନଙ୍କ ଚରଣ ସ୍ପର୍ଶ ପାଇ ସେ ଧନ୍ୟ ହୋଇ ଶାନ୍ତ ଭାବରେ ବହିବାକୁ ଲାଗିଲେ। କିଛି ସମୟ ପରେ ବସୁଦେବ ସୁରକ୍ଷିତ ଭାବରେ ଗୋକୁଳରେ ପହଞ୍ଚିଲେ। ସେହି ରାତିରେ ନନ୍ଦବାବାଙ୍କ ଘରେ ମାତା ଯଶୋଦା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଯଶୋଦା ମା ଗଭୀର ନିଦ୍ରାରେ ଥିଲେ ଏବଂ ତାଙ୍କୁ କିଛି ଜଣାନଥିଲା। ବସୁଦେବ ଅତ୍ୟନ୍ତ ଆଦରର ସହିତ ନବଜାତ ଶ୍ରୀକୃଷ୍ଣଙ୍କୁ ଯଶୋଦାଙ୍କ ପାଖରେ ଶୁଆଇଦେଲେ ଏବଂ ସେଠାରେ ଜନ୍ମ ନେଇଥିବା କନ୍ୟାକୁ ଟୋକରୀରେ ରଖି ପୁଣି ମଥୁରା କାରାଗାରକୁ ଫେରିଆସିଲେ। କାରାଗାରରେ ପହଞ୍ଚିବା ମାତ୍ରେ ସମସ୍ତ ଚମତ୍କାର ପୁଣି ସାଧାରଣ ହୋଇଗଲା। ଦ୍ୱାରଗୁଡ଼ିକ ବନ୍ଦ ହୋଇଗଲା, ବେଡ଼ି ପୁଣି ବସୁଦେବଙ୍କ ହାତରେ ପଡ଼ିଗଲା ଏବଂ ସୈନିକମାନେ ନିଦ୍ରାରୁ ଉଠିଗଲେ। କିନ୍ତୁ ସେତେବେଳକୁ ଭଗବାନ ଶ୍ରୀକୃଷ୍ଣ ସୁରକ୍ଷିତ ଭାବରେ ଗୋକୁଳରେ ପହଞ୍ଚି ସାରିଥିଲେ। ଏବେ ଧର୍ମର ବିଜୟ ଓ ଅଧର୍ମର ବିନାଶର ମହାନ ଲୀଳା ଆରମ୍ଭ ହୋଇସାରିଥିଲା। ବସୁଦେବ କାରାଗାରକୁ ଫେରିବା ପରେ ନବଜାତ ଶିଶୁର କାନ୍ଦିବା ଶବ୍ଦ ଶୁଣି ପହରାଦାରମାନେ ଦୌଡ଼ିଆସିଲେ। ସେମାନେ ତୁରନ୍ତ କଂସଙ୍କ ପାଖକୁ ଯାଇ କହିଲେ, ମହାରାଜ, ଦେବକୀଙ୍କ ଅଷ୍ଟମ ସନ୍ତାନ ଜନ୍ମ ନେଇଛି। ଏହା ଶୁଣି କଂସ କ୍ରୋଧରେ କାରାଗାର ଆଡ଼କୁ ଦୌଡ଼ିଲା। ତାଙ୍କ ଆଖିରେ ଭୟ ଓ କ୍ରୋଧ ସ୍ପଷ୍ଟ ଦେଖାଯାଉଥିଲା। ଦେବକୀ କାନ୍ଦି କାନ୍ଦି କହିଲେ, ଭାଇ, ଏ ତ ଗୋଟିଏ ଛୋଟ ଝିଅ। ଏହା ତୁମର କୌଣସି କ୍ଷତି କରିବ ନାହିଁ। ଦୟାକରି ଏହାକୁ ହତ୍ୟା କରନି। କିନ୍ତୁ କଂସଙ୍କ ହୃଦୟ ପଥର ପରି କଠୋର ହୋଇଯାଇଥିଲା। ସେ ଦେବକୀଙ୍କ କଥା ଶୁଣିଲେ ନାହିଁ। ସେ ଶିଶୁଟିକୁ ହାତରେ ଧରି ପଥର ଉପରେ ଆଘାତ କରିବାକୁ ଉଠାଇଲା। ଠିକ୍ ସେହି ସମୟରେ ଏକ ଅଦ୍ଭୁତ ଚମତ୍କାର ଘଟିଲା। ଶିଶୁଟି କଂସଙ୍କ ହାତରୁ ଖସି ଆକାଶକୁ ଉଠିଗଲା। ସେ ଦିବ୍ୟ ଆଲୋକରେ ଦୀପ୍ତିମାନ ହୋଇ ମା ଯୋଗମାୟାଙ୍କ ରୂପ ଧାରଣ କଲେ। ଆକାଶରୁ ଏକ ଦିବ୍ୟ ସ୍ୱର ଶୁଣାଗଲା, ହେ କଂସ, ମୋତେ ମାରି ତୁ ନିଜ ମୃତ୍ୟୁକୁ ରୋକିପାରିବୁ ନାହିଁ।
ଯିଏ ତୋର ବିନାଶ କରିବ ସେ ଆଗରୁ ଅନ୍ୟ ସ୍ଥାନରେ ଜନ୍ମ ନେଇ ସୁରକ୍ଷିତ ଅଛନ୍ତି। ତୋର ଶେଷ ସମୟ ନିକଟରେ। ଏହା ଶୁଣି କଂସ ଭୟରେ କମ୍ପି ଉଠିଲା। କିନ୍ତୁ ତାର ଦୁଷ୍ଟ ବୁଦ୍ଧି ବଦଳିଲା ନାହିଁ। ସେ ତୁରନ୍ତ ସମସ୍ତ ସୈନିକଙ୍କୁ ଆଦେଶ ଦେଲା, ମଥୁରା ଏବଂ ଗୋକୁଳରେ ଯେତେ ନବଜାତ ଶିଶୁ ଅଛନ୍ତି ସମସ୍ତଙ୍କୁ ଖୋଜି ହତ୍ୟା କର। କୌଣସି ଶିଶୁ ବଞ୍ଚିବା ଉଚିତ ନୁହେଁ। ଏପଟେ ଗୋକୁଳରେ ସକାଳ ହେବା ସହିତ ଆନନ୍ଦର ଲହରୀ ଖେଳିଗଲା। ମାତା ଯଶୋଦା ଯେତେବେଳେ ସେହି ସୁନ୍ଦର ଶିଶୁକୁ କୋଳରେ ନେଲେ ତାଙ୍କ ହୃଦୟ ମାତୃସ୍ନେହରେ ଭରିଗଲା। ସେ ଜାଣିନଥିଲେ ଯେ ତାଙ୍କ କୋଳରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ବିରାଜମାନ ଅଛନ୍ତି। ଗୋକୁଳର ସମସ୍ତ ଲୋକ ସେହି ନନ୍ଦଲାଳଙ୍କ ଦର୍ଶନ ପାଇଁ ଆସିଲେ। କେହି ତାଙ୍କୁ କାହ୍ନା, କେହି ଗୋପାଳ, ଆଉ କେହି ନନ୍ଦଲାଳ ବୋଲି ସ୍ନେହରେ ଡାକୁଥିଲେ। ଏହିପରି ଭାବରେ ଗୋକୁଳରେ ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ବାଲ୍ୟଲୀଳାର ଆରମ୍ଭ ହେଲା। ଗୋକୁଳରେ ନନ୍ଦଲାଳ ଧୀରେ ଧୀରେ ବଡ଼ ହେବାକୁ ଲାଗିଲେ। ତାଙ୍କ ମଧୁର ହସ, ଚଞ୍ଚଳ ଆଖି ଏବଂ ନିରୀହ ମୁହଁ ସମସ୍ତଙ୍କ ମନ ଜିତି ନେଉଥିଲା। ମାତା ଯଶୋଦା ଓ ନନ୍ଦବାବା ତାଙ୍କୁ ନିଜ ପ୍ରାଣଠାରୁ ମଧ୍ୟ ଅଧିକ ଭଲ ପାଉଥିଲେ। କିନ୍ତୁ ମଥୁରାରେ ବସିଥିବା କଂସ ଦିନକୁ ଦିନ ଅଧିକ ଭୟଭୀତ ହେଉଥିଲା। ଯୋଗମାୟାଙ୍କ କଥା ତାଙ୍କ ମନରେ ବାରମ୍ବାର ଗୁଞ୍ଜରିତ ହେଉଥିଲା। ତୋର ବିନାଶକ ଜନ୍ମ ନେଇସାରିଛି। କଂସ ତାଙ୍କର ଭୟଙ୍କର ରାକ୍ଷସୀ ପୁତନାଙ୍କୁ ଡାକି କହିଲା, ଗୋକୁଳକୁ ଯା। ସେଠାରେ ଥିବା ସମସ୍ତ ନବଜାତ ଶିଶୁଙ୍କୁ ହତ୍ୟା କର। ବିଶେଷ କରି ସେହି ଶିଶୁକୁ ଖୋଜ ଯିଏ ମୋର ମୃତ୍ୟୁର କାରଣ ହେବ। ପୁତନା ମାୟାବୀ ଶକ୍ତିରେ ଏକ ସୁନ୍ଦରୀ ନାରୀର ରୂପ ଧାରଣ କରି ଗୋକୁଳରେ ପହଞ୍ଚିଲା। ତାଙ୍କୁ ଦେଖି କାହାର ମଧ୍ୟ ସନ୍ଦେହ ହେଲା ନାହିଁ। ସେ ସିଧା ନନ୍ଦବାବାଙ୍କ ଘରକୁ ଗଲା। ସେତେବେଳେ ମାତା ଯଶୋଦା ଘର କାମରେ ବ୍ୟସ୍ତ ଥିଲେ। ପୁତନା ସୁଯୋଗ ପାଇ ନନ୍ଦଲାଳଙ୍କୁ କୋଳରେ ଉଠାଇଲା। ତାଙ୍କ ସ୍ତନରେ ଭୟଙ୍କର ବିଷ ଲଗାଇଥିଲା। ସେ ଭାବିଲା ଯେ ବିଷ ମିଶିତ ଦୁଧ ପିଆଇ ଶିଶୁଟିକୁ ମାରିଦେବ। କିନ୍ତୁ ସେ ଜାଣିନଥିଲା ଯେ ତାଙ୍କ କୋଳରେ ସ୍ୱୟଂ ପରମେଶ୍ୱର ବିରାଜମାନ ଅଛନ୍ତି। ଶ୍ରୀକୃଷ୍ଣ ଦୁଧ ପିଇବା ଆରମ୍ଭ କଲେ। କିନ୍ତୁ ସେ କେବଳ ଦୁଧ ନୁହେଁ, ପୁତନାର ସମସ୍ତ ବିଷ, ପାପ ଓ ପ୍ରାଣଶକ୍ତିକୁ ମଧ୍ୟ ଶୋଷଣ କରିବାକୁ ଲାଗିଲେ। ପୁତନା ଭୟଙ୍କର ଚିତ୍କାର କରିବାକୁ ଲାଗିଲା, ବଞ୍ଚାଅ, ବଞ୍ଚାଅ, ଏ ଶିଶୁ ସାଧାରଣ ନୁହେଁ। କିଛି କ୍ଷଣ ମଧ୍ୟରେ ସେ ନିଜର ବିଶାଳ ରାକ୍ଷସୀ ରୂପ ଧାରଣ କଲା। ତାଙ୍କ ଗର୍ଜନରେ ସମଗ୍ର ଗୋକୁଳ କମ୍ପି ଉଠିଲା। ଶେଷରେ ପୁତନା ଭୂମିରେ ପଡ଼ି ପ୍ରାଣ ତ୍ୟାଗ କଲା। ଗୋକୁଳବାସୀମାନେ ଦୌଡ଼ି ଆସି ଦେଖିଲେ ଯେ ବିଶାଳ ରାକ୍ଷସୀର ଶରୀର ଉପରେ ନନ୍ଦଲାଳ ହସି ହସି ଖେଳୁଛନ୍ତି। ମାତା ଯଶୋଦା ଦୌଡ଼ି ଆସି ନିଜ ଲାଳକୁ କୋଳରେ ଉଠାଇ ଛାତିରେ ଜଡ଼ାଇ ଧରିଲେ। ସେ ଭଗବାନଙ୍କୁ ଧନ୍ୟବାଦ ଦେଲେ, କିନ୍ତୁ ସେ ଜାଣିନଥିଲେ ଯେ ଯାହାଙ୍କୁ ସେ କୋଳରେ ଧରିଛନ୍ତି ସେହି ସ୍ୱୟଂ ଜଗତର ରକ୍ଷକ। ପୁତନାଙ୍କୁ ମୋକ୍ଷ ମିଳିଲା କାରଣ ସେ ଭଗବାନଙ୍କୁ ମାତୃଭାବରେ ସ୍ତନପାନ କରାଇଥିଲେ। ଏହା ଭଗବାନ ଶ୍ରୀକୃଷ୍ଣଙ୍କ ଅସୀମ କରୁଣାର ପ୍ରମାଣ ଥିଲା। ଏହି ଘଟଣା ପରେ ଗୋକୁଳବାସୀମାନଙ୍କ ବିଶ୍ୱାସ ଆହୁରି ଦୃଢ଼ ହେଲା ଯେ ନନ୍ଦଲାଳଙ୍କ ଉପରେ ଦିବ୍ୟ ଶକ୍ତିର ଆଶୀର୍ବାଦ ରହିଛି। ପୁତନା ବଧ ପରେ ମଧ୍ୟ କଂସର ଭୟ କମିଲା ନାହିଁ। ସେ ବୁଝିଗଲା ଯେ ଗୋକୁଳରେ ଥିବା ସେହି ଶିଶୁ ସାଧାରଣ ନୁହେଁ। ସେଥିପାଇଁ ସେ ଏକ ପରେ ଏକ ଭୟଙ୍କର ରାକ୍ଷସଙ୍କୁ ଶ୍ରୀକୃଷ୍ଣଙ୍କ ବଧ ପାଇଁ ପଠାଇବାକୁ ଲାଗିଲା। ଏକ ଦିନ ଗୋକୁଳରେ ବଡ଼ ଉତ୍ସବ ଚାଲିଥିଲା। ମାତା ଯଶୋଦା ନନ୍ଦଲାଳଙ୍କୁ ଏକ ପୁରୁଣା ଗାଡ଼ି ସକଟ ତଳେ ଶୁଆଇ ଦେଇଥିଲେ। ସେହି ଗାଡ଼ି ଉପରେ ଦହି, ମଖନ, ଦୁଧ ଏବଂ ଅନେକ ଭାରୀ ପାତ୍ର ରଖାଯାଇଥିଲା। ସେହି ସମୟରେ ସକଟାସୁର ନାମକ ରାକ୍ଷସ ସେହି ଗାଡ଼ି ମଧ୍ୟରେ ପ୍ରବେଶ କଲା। ତାର ଉଦ୍ଦେଶ୍ୟ ଥିଲା ଗାଡ଼ିକୁ ଉଲଟାଇ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବା। ନନ୍ଦଲାଳ ଖେଳୁ ଖେଳୁ ନିଜ ଛୋଟ ପାଦରେ ହାଲୁକା ଭାବରେ ଗାଡ଼ିକୁ ଠେଲିଦେଲେ। କିନ୍ତୁ ସେହି ଠେଲା ସାଧାରଣ ନଥିଲା। ମାତ୍ର ଗୋଟିଏ ମୁହୂର୍ତ୍ତରେ ବିଶାଳ ଗାଡ଼ିଟି ଉଲଟିଗଲା। ସମସ୍ତ ପାତ୍ର ଚାରିଆଡ଼େ ବିଚ୍ଛିନ୍ନ ହୋଇଗଲା ଏବଂ ସକଟାସୁରର ସେଠାରେ ଶେଷ ହେଲା। ଗୋକୁଳବାସୀମାନେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। କେହି ବିଶ୍ୱାସ କରିପାରୁନଥିଲେ ଯେ ଏକ ଛୋଟ ଶିଶୁ ଏତେ ବଡ଼ ଗାଡ଼ିକୁ ଉଲଟାଇ ଦେଲା। କିଛି ଦିନ ପରେ କଂସ ତୃଣାବର୍ତ୍ତ ନାମକ ଆଉ ଜଣେ ଶକ୍ତିଶାଳୀ ରାକ୍ଷସକୁ ପଠାଇଲା। ତୃଣାବର୍ତ୍ତ ଭୟଙ୍କର ବାତ୍ୟାର ରୂପ ଧାରଣ କରି ଗୋକୁଳରେ ପହଞ୍ଚିଲା। ଧୂଳି ଓ ପବନରେ ସମଗ୍ର ଗାଁ ଅନ୍ଧକାର ହୋଇଗଲା। କେହି କାହାକୁ ଦେଖିପାରୁନଥିଲେ। ସେହି ସୁଯୋଗରେ ତୃଣାବର୍ତ୍ତ ଶ୍ରୀକୃଷ୍ଣଙ୍କୁ ଉଠାଇ ଆକାଶକୁ ନେଇଗଲା। ସେ ଯେତେ ଉପରକୁ ଉଠୁଥିଲା ଶ୍ରୀକୃଷ୍ଣଙ୍କ ଶରୀର ସେତେ ଭାରୀ ହେବାକୁ ଲାଗିଲା।
ତୃଣାବର୍ତ୍ତ ଭୟଭୀତ ହୋଇ କହିଲା, ଏହି ଛୋଟ ଶିଶୁ ଏତେ ଭାରି କିପରି ହୋଇଗଲା? କିଛି ମୁହୂର୍ତ୍ତ ପରେ ଶ୍ରୀକୃଷ୍ଣ ତାଙ୍କ ଛୋଟ ହାତରେ ତୃଣାବର୍ତ୍ତର ବେକକୁ ଧରିଦେଲେ। ରାକ୍ଷସର ସ ବନ୍ଦ ହୋଇଗଲା। ସେ ନିଜ ଶକ୍ତି ହରାଇ ଆକାଶରୁ ତଳକୁ ପଡ଼ିଗଲା। ଭୂମିରେ ପଡ଼ିବା ମାତ୍ରେ ତୃଣାବର୍ତ୍ତର ମୃତ୍ୟୁ ହେଲା। ଗୋକୁଳବାସୀମାନେ ଦୌଡ଼ି ଆସି ଦେଖିଲେ ଯେ ନନ୍ଦଲାଳ ସେହି ରାକ୍ଷସର ଶରୀର ଉପରେ ହସୁଛନ୍ତି, ଯେପରି କିଛି ଘଟିନାହିଁ। ମାତା ଯଶୋଦା ତୁରନ୍ତ ନିଜ ଲାଳକୁ କୋଳରେ ନେଇ ଆଖିରେ ଲୁହ ନେଇ କହିଲେ, ହେ ନାରାୟଣ, ମୋ କାହ୍ନାଙ୍କୁ ସବୁବେଳେ ରକ୍ଷା କରନ୍ତୁ। ସେ ଜାଣିନଥିଲେ ଯେ ତାଙ୍କ କୋଳରେ ସ୍ୱୟଂ ନାରାୟଣ ବିରାଜମାନ ଅଛନ୍ତି। ଗୋକୁଳରେ ପୁଣିଥରେ ଆନନ୍ଦର ପରିବେଶ ସୃଷ୍ଟି ହେଲା। ନନ୍ଦଲାଳଙ୍କ ଦିବ୍ୟ ବାଲ୍ୟଲୀଳା ଦିନକୁ ଦିନ ସମସ୍ତଙ୍କ ହୃଦୟକୁ ଆନନ୍ଦରେ ଭରି ଦେଉଥିଲା। ସମୟ ବିତିବା ସହିତ ନନ୍ଦଲାଳ ଧୀରେ ଧୀରେ ବଡ଼ ହେବାକୁ ଲାଗିଲେ। ଏବେ ସେ ନିଜ ସାଙ୍ଗମାନଙ୍କ ସହ ଗୋକୁଳର ଗଳିରେ ଖେଳୁଥିଲେ, ଗାଈ ଓ ବାଛୁରୀମାନଙ୍କ ସହ ଦୌଡ଼ୁଥିଲେ ଏବଂ ନିଜର ମଧୁର ହସରେ ସମସ୍ତଙ୍କ ହୃଦୟ ଜିତୁଥିଲେ। କିନ୍ତୁ ଶ୍ରୀକୃଷ୍ଣଙ୍କ ଗୋଟିଏ ଅଭ୍ୟାସ ସମଗ୍ର ଗୋକୁଳରେ ସବୁଠାରୁ ଅଧିକ ପ୍ରସିଦ୍ଧ ହୋଇଗଲା, ମାଖନ ଚୋରି। ମା ଯଶୋଦା ପ୍ରତିଦିନ ତାଜା ମାଖନ ପ୍ରସ୍ତୁତ କରି ଉଚ୍ଚ ସ୍ଥାନରେ ମାଠିଆରେ ରଖୁଥିଲେ। ସେ ଭାବୁଥିଲେ, ଏଥର କାହ୍ନା ସେଠାକୁ ପହଞ୍ଚି ପାରିବେ ନାହିଁ। କିନ୍ତୁ କାହ୍ନା ବହୁତ ଚତୁର ଥିଲେ। ସେ ନିଜ ସାଙ୍ଗମାନଙ୍କୁ ଡାକି କହୁଥିଲେ, ଆସ ବନ୍ଧୁମାନେ, ଆଜି ଆମେ ପୁଣି ମାଖନର ଭୋଗ କରିବା। ସମସ୍ତେ ମିଶି ଜଣେ ଅନ୍ୟଜଣଙ୍କ କାନ୍ଧ ଉପରେ ଚଢ଼ୁଥିଲେ। ସବୁଠାରୁ ଉପରକୁ କାହ୍ନା ଚଢ଼ି ମାଠିଆରୁ ମାଖନ ବାହାର କରୁଥିଲେ। ପରେ ସେ ନିଜ ସାଙ୍ଗମାନଙ୍କୁ, ବାଛୁରୀମାନଙ୍କୁ ଏବଂ ବାନରମାନଙ୍କୁ ମଧ୍ୟ ସେହି ମାଖନ ଖୁଆଉଥିଲେ। ଏକ ଦିନ ଗୋକୁଳର ଅନେକ ଗୋପୀ ମା ଯଶୋଦାଙ୍କ ପାଖକୁ ଆସି ଅଭିଯୋଗ କଲେ। ଜଣେ ଗୋପୀ କହିଲେ, ଯଶୋଦା, ତୁମ କାହ୍ନା ପ୍ରତିଦିନ ଆମ ଘରକୁ ଆସି ମାଖନ ଚୋରି କରୁଛନ୍ତି। ଆଉ ଜଣେ ଗୋପୀ ହସି ହସି କହିଲେ, ଯଦି ମାଖନ ନ ମିଳେ ସେ ମାଠିଆ ଭାଙ୍ଗି ଦିଅନ୍ତି। ତାପରେ ଏମିତି ନିରୀହ ମୁହଁ କରନ୍ତି ଯେ ତାଙ୍କୁ ଡାକିବାକୁ ମନ ହୁଏ ନାହିଁ। ମା ଯଶୋଦା କାହ୍ନାଙ୍କୁ ଡାକି ପଚାରିଲେ, କାହ୍ନା, ସତ କହ, ତୁ ମାଖନ ଚୋରି କରୁଛୁ କି? କାହ୍ନା ନିଜର ବଡ଼ ବଡ଼ ନିରୀହ ଆଖିରେ ଚାହିଁ ମଧୁର ହସ ସହ କହିଲେ, ମା, ମୁଁ ମାଖନ ଖାଇନି। ସେମାନେ ମୋତେ ମିଥ୍ୟା ଦୋଷ ଦେଉଛନ୍ତି। ଏହା ଶୁଣି ଗୋପୀମାନେ ହସି ପକାଇଲେ। କାହ୍ନାଙ୍କ ମିଠା କଥା ଓ ନିରୀହ ମୁହଁ ଦେଖି ସମସ୍ତଙ୍କ ରାଗ ଦୂର ହୋଇଗଲା। କିନ୍ତୁ ଏକ ଦିନ ମା ଯଶୋଦା ନିଜ ଆଖିରେ କାହ୍ନାଙ୍କୁ ମାଖନ ଚୋରି କରୁଥିବା ଦେଖିଲେ। ସେ ଗୋଟିଏ ଛୋଟ ବାଡ଼ି ଧରି କାହ୍ନାଙ୍କ ପଛରେ ଦୌଡ଼ିଲେ। କାହ୍ନା ସମଗ୍ର ଅଙ୍ଗନରେ ହସି ହସି ଦୌଡ଼ୁଥିଲେ। ଶେଷରେ ମା ଯଶୋଦା ତାଙ୍କୁ ଧରିଦେଲେ। ସେ ଭାବିଲେ, ଆଜି କାହ୍ନାଙ୍କୁ ଟିକେ ଶିକ୍ଷା ଦେବା ଉଚିତ। ସେ ଏକ ଦଉଡ଼ିରେ କାହ୍ନାଙ୍କୁ ଓଖଳ ସହ ବାନ୍ଧିବାକୁ ଚେଷ୍ଟା କଲେ। କିନ୍ତୁ ଆଶ୍ଚର୍ଯ୍ୟ, ପ୍ରତିଥର ଦଉଡ଼ି 2 ଆଙ୍ଗୁଳି କମ୍ ପଡ଼ୁଥିଲା। ଘରର ସବୁ ଦଉଡ଼ି ଯୋଡ଼ିବା ପରେ ମଧ୍ୟ ସେହି ଅବସ୍ଥା ରହିଲା। ଶେଷରେ ଯେତେବେଳେ ମା ଯଶୋଦାଙ୍କ ସ୍ନେହ ଓ ପରିଶ୍ରମ ପୂର୍ଣ୍ଣ ହେଲା, ସେତେବେଳେ ଭଗବାନ ନିଜେ ବନ୍ଧା ହେବାକୁ ସ୍ୱୀକାର କଲେ। ଦେବତାମାନେ ଏହି ଦୃଶ୍ୟ ଦେଖି ଭାବବିହ୍ୱଳ ହୋଇଗଲେ। ସେମାନେ ବୁଝିଲେ, ଭଗବାନଙ୍କୁ ଶକ୍ତିରେ ନୁହେଁ, କେବଳ ସତ୍ୟ ପ୍ରେମ ଓ ଭକ୍ତିରେ ବାନ୍ଧି ହୋଇପାରେ। ଏହାପରେ ଶ୍ରୀକୃଷ୍ଣଙ୍କ ଆଉ ଏକ ଅଦ୍ଭୁତ ଲୀଳା ଆରମ୍ଭ ହେବ, ଯେଉଁଥିରେ ସେ ଓଖଳକୁ ଟାଣି 2ଟି ବିଶାଳ ବୃକ୍ଷର ଉଦ୍ଧାର କରିବେ। ମା ଯଶୋଦା କାହ୍ନାଙ୍କୁ ଓଖଳରେ ବାନ୍ଧି ଘର କାମରେ ବ୍ୟସ୍ତ ହୋଇଗଲେ। କିନ୍ତୁ ଭଗବାନଙ୍କ ଲୀଳାକୁ କିଏ ବା ରୋକିପାରିବ? ନନ୍ଦଲାଳ ଧୀରେ ଧୀରେ ଓଖଳକୁ ଟାଣି ଆଙ୍ଗନରୁ ବାହାରିଲେ। କିଛି ଦୂରରେ 2ଟି ବିଶାଳ ଅର୍ଜୁନ ବୃକ୍ଷ ଠିଆ ହୋଇଥିଲା। ଏହି ବୃକ୍ଷ 2ଟି ସାଧାରଣ ବୃକ୍ଷ ନଥିଲା। ଋଷି ନାରଦଙ୍କ ଶାପରେ କୁବେରଙ୍କ 2 ପୁଅ ନଳକୂବର ଓ ମଣିଗ୍ରୀବ ବୃକ୍ଷ ରୂପେ ସେଠାରେ ଠିଆ ହୋଇଥିଲେ। ଭଗବାନ ଶ୍ରୀକୃଷ୍ଣଙ୍କ ସ୍ପର୍ଶଦ୍ୱାରା ସେମାନଙ୍କ ମୁକ୍ତି ହେବାର ସମୟ ଆସିଥିଲା। ଶ୍ରୀକୃଷ୍ଣ ଓଖଳକୁ ଟାଣି 2 ବୃକ୍ଷ ମଝିରେ ପଶିଗଲେ। ଓଖଳଟି ମଝିରେ ଅଟକିଗଲା। ତାପରେ କାହ୍ନା ଟିକିଏ ଜୋର ଲଗାଇଲେ। 2ଟି ବିଶାଳ ବୃକ୍ଷ ଭୟଙ୍କର ଶବ୍ଦ ସହ ଭୂମିରେ ପଡ଼ିଗଲା। ସେହି ମୁହୂର୍ତ୍ତରେ ସେହି ବୃକ୍ଷମାନଙ୍କ ମଧ୍ୟରୁ 2 ଜଣ ଦିବ୍ୟ ପୁରୁଷ ପ୍ରକଟ ହେଲେ। ସେମାନେ ହାତ ଯୋଡ଼ି ଶ୍ରୀକୃଷ୍ଣଙ୍କୁ ପ୍ରଣାମ କରି କହିଲେ, ହେ ପ୍ରଭୁ, ଆପଣ ଆମକୁ ଋଷି ନାରଦଙ୍କ ଶାପରୁ ମୁକ୍ତ କରିଛନ୍ତି। ଆମେ ଚିରଦିନ ଆପଣଙ୍କ କୃପା ପାଇଁ କୃତଜ୍ଞ ରହିବୁ। ଭଗବାନ ମଧୁର ହସ ସହ କହିଲେ, ଯିଏ ସତ୍ୟ ହୃଦୟରେ ମୋର ଶରଣକୁ ଆସେ,
ତାହାର ସର୍ବଦା ମଙ୍ଗଳ ହୁଏ। ଯାଅ, ତୁମେ ତୁମର ଦିବ୍ୟ ଲୋକକୁ ଫେରିଯାଅ। ଏହାପରେ ସେମାନେ ଭଗବାନଙ୍କୁ ପ୍ରଣାମ କରି ଦିବ୍ୟ ଆଲୋକରେ ଅଦୃଶ୍ୟ ହୋଇଗଲେ। ଗୋକୁଳବାସୀମାନେ ଦୌଡ଼ି ଆସି ଦେଖିଲେ ଯେ ଦୁଇଟି ବିଶାଳ ବୃକ୍ଷ ଭାଙ୍ଗି ପଡ଼ିଛି ଏବଂ ମଝିରେ ନନ୍ଦଲାଳ ହସୁଛନ୍ତି। ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଗଲେ। କିଛି ଦିନ ପରେ ଆଉ ଏକ ଅଦ୍ଭୁତ ଲୀଳା ଘଟିଲା। ଗୋଟିଏ ଦିନ କାହ୍ନା ନିଜ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ମାଟି ଖାଇଦେଲେ। ଗ୍ରବାଳମାନେ ଦୌଡ଼ିଯାଇ ମା ଯଶୋଦାଙ୍କୁ କହିଲେ, ମା, କାହ୍ନା ମାଟି ଖାଇଛନ୍ତି। ମା ଯଶୋଦା ତୁରନ୍ତ ଆସି କହିଲେ, କାହ୍ନା, ତୁରନ୍ତ ତୋର ମୁହଁ ଖୋଲ। କାହ୍ନା ହସି ହସି ନିଜ ଛୋଟ ମୁହଁ ଖୋଲିଦେଲେ। କିନ୍ତୁ ମା ଯଶୋଦା ମୁହଁ ଭିତରେ ଯାହା ଦେଖିଲେ, ତାହା ଦେଖି ସେ ସ୍ତବ୍ଧ ହୋଇଗଲେ। ସେ ସେଥିରେ ସମଗ୍ର ବ୍ରହ୍ମାଣ୍ଡ ଦେଖିଲେ। ସୂର୍ଯ୍ୟ, ଚନ୍ଦ୍ର, ତାରା, ପର୍ବତ, ନଦୀ, ସମୁଦ୍ର, ପୃଥିବୀ, ଆକାଶ, ସମସ୍ତ ଲୋକ ଏବଂ ନିଜକୁ ମଧ୍ୟ କାହ୍ନାଙ୍କୁ କୋଳରେ ଧରିଥିବା ଦେଖିଲେ। ଏହି ଦିବ୍ୟ ଦୃଶ୍ୟ ଦେଖି ମା ଯଶୋଦାଙ୍କ ଆଖିରୁ ଲୁହ ବହିଗଲା। ସେ ବୁଝିଗଲେ ଯେ ତାଙ୍କର ପ୍ରିୟ କାହ୍ନା କୌଣସି ସାଧାରଣ ଶିଶୁ ନୁହେଁ, ସେ ସ୍ୱୟଂ ସୃଷ୍ଟିର ପାଳନକର୍ତ୍ତା। କିନ୍ତୁ ପରବର୍ତ୍ତୀ କ୍ଷଣରେ ଭଗବାନଙ୍କ ଯୋଗମାୟା ପ୍ରଭାବରେ ସେ ପୁଣି ସବୁକିଛି ଭୁଲିଗଲେ ଏବଂ ନିଜ କାହ୍ନାଙ୍କୁ ଛାତିରେ ଜଡ଼ାଇ ଧରିଲେ। ଶ୍ରୀକୃଷ୍ଣ ମଧ୍ୟ ମଧୁର ହସରେ ନିଜ ମାଙ୍କୁ ଚାହିଁ ରହିଲେ। ଏବେ ଶ୍ରୀକୃଷ୍ଣଙ୍କ ପରବର୍ତ୍ତୀ ମହାଲୀଳା ଥିଲା କାଳିୟ ନାଗ ଦମନ, ଯାହା ସମଗ୍ର ବ୍ରଜଭୂମିକୁ ଆଶ୍ଚର୍ଯ୍ୟଚକିତ କରିଦେବ। ଗୋକୁଳରେ ଦିନକୁ ଦିନ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଆହୁରି ମନୋହର ହେଉଥିଲା। ଗ୍ରବାଳମାନଙ୍କ ସହ ସେ ପ୍ରତିଦିନ ଗାଈ ଚରାଇବାକୁ ଯାଉଥିଲେ, ବାଂଶୀ ବଜାଉଥିଲେ ଏବଂ ସମସ୍ତଙ୍କୁ ଆନନ୍ଦ ଦେଉଥିଲେ। କିନ୍ତୁ ଯମୁନା ନଦୀର ଗୋଟିଏ ଅଂଶ ଭୟଙ୍କର ବିଷରେ ଦୂଷିତ ହୋଇଯାଇଥିଲା। ସେଠାରେ କାଳିୟ ନାଗ ବାସ କରୁଥିଲା। ତାହାର ବିଷ ଏତେ ପ୍ରବଳ ଥିଲା ଯେ ପାଣି ପିଇଲେ ପଶୁପକ୍ଷୀମାନେ ମରିଯାଉଥିଲେ, ଗଛପଲା ଶୁଖିଯାଉଥିଲା ଏବଂ କେହି ସେହି ସ୍ଥାନକୁ ଯିବାକୁ ସାହସ କରୁନଥିଲେ। ଏକ ଦିନ ଖେଳୁ ଖେଳୁ ଶ୍ରୀକୃଷ୍ଣ ଓ ତାଙ୍କ ସାଙ୍ଗମାନେ ସେହି ନଦୀକୂଳରେ ପହଞ୍ଚିଲେ। ଗ୍ରବାଳମାନେ ଭୟରେ କହିଲେ, କାହ୍ନା, ଏଠାକୁ ଯିଅନି। ଏହି ଜଳରେ କାଳିୟ ନାଗ ରହୁଛି। ସେ ବହୁତ ଭୟଙ୍କର। ଶ୍ରୀକୃଷ୍ଣ ହସି କହିଲେ, ଯେଉଁଠାରେ ଅଧର୍ମ ଓ ଭୟ ରହେ, ସେଠାରେ ଧର୍ମର ସ୍ଥାପନା କରିବା ଆବଶ୍ୟକ। ଏହା କହି ସେ ଏକ ବିଶାଳ କଦମ୍ବ ବୃକ୍ଷ ଉପରକୁ ଚଢ଼ିଲେ ଏବଂ ସେଠାରୁ ସିଧା ଯମୁନା ଜଳକୁ ଲମ୍ଫ ଦେଲେ। ପାଣିରେ ଭୟଙ୍କର ତରଙ୍ଗ ସୃଷ୍ଟି ହେଲା। କାଳିୟ ନାଗ କ୍ରୋଧରେ ବାହାରି ଆସିଲା। ତାହାର ଅନେକ ଫଣା ଏବଂ ବିଷାକ୍ତ ଶ୍ୱାସ ଦେଖି ସମସ୍ତ ଗ୍ରବାଳ ଭୟଭୀତ ହୋଇପଡ଼ିଲେ। କାଳିୟ ନାଗ ଶ୍ରୀକୃଷ୍ଣଙ୍କୁ ନିଜ ବିଶାଳ ଦେହରେ ଘେରିଦେଲା। ଏହି ଖବର ଶୁଣି ନନ୍ଦବାବା, ମା ଯଶୋଦା ଏବଂ ସମସ୍ତ ବ୍ରଜବାସୀ ଦୌଡ଼ି ନଦୀକୂଳକୁ ଆସିଲେ। ସମସ୍ତଙ୍କ ଆଖିରେ ଲୁହ ଥିଲା। କିନ୍ତୁ ପରବର୍ତ୍ତୀ କ୍ଷଣରେ ଶ୍ରୀକୃଷ୍ଣ ନିଜର ଦିବ୍ୟ ଶକ୍ତି ପ୍ରକାଶ କଲେ। ସେ କାଳିୟ ନାଗର ବନ୍ଧନରୁ ମୁକ୍ତ ହୋଇ ତାହାର ସବୁଠାରୁ ବଡ଼ ଫଣା ଉପରକୁ ଚଢ଼ିଗଲେ। ତାପରେ ଶ୍ରୀକୃଷ୍ଣ ନିଜ ବାଂଶୀର ସୁର ପରି ଲୟବଦ୍ଧ ଭାବରେ କାଳିୟ ନାଗର ଫଣା ଉପରେ ନୃତ୍ୟ କରିବାକୁ ଲାଗିଲେ। ପ୍ରତ୍ୟେକ ପଦଘାତ ସହ କାଳିୟର ଅହଙ୍କାର ଭାଙ୍ଗିବାକୁ ଲାଗିଲା। ତାହାର ବିଷାକ୍ତ ଶକ୍ତି କ୍ଷୀଣ ହେଲା ଏବଂ ସେ ଦୁର୍ବଳ ହୋଇପଡ଼ିଲା। କାଳିୟର ପତ୍ନୀମାନେ ହାତଯୋଡ଼ି ଭଗବାନଙ୍କୁ ପ୍ରାର୍ଥନା କଲେ, ହେ ପ୍ରଭୁ, ଆମ ସ୍ୱାମୀଙ୍କୁ କ୍ଷମା କରନ୍ତୁ। ସେ ନିଜ ଅହଙ୍କାରରେ ଭୁଲ କରିଛନ୍ତି। ଭଗବାନ ଶ୍ରୀକୃଷ୍ଣ କରୁଣାଭାବରେ କାଳିୟଙ୍କୁ କହିଲେ, ଏହି ଯମୁନା ଛାଡ଼ି ରମଣକ ଦ୍ୱୀପକୁ ଚାଲିଯାଅ। ଆଉ କେବେ ନିରୀହ ଜୀବମାନଙ୍କୁ କଷ୍ଟ ଦିଅନି। କାଳିୟ ନାଗ ମୁଣ୍ଡ ନୁଆଇ ପ୍ରଭୁଙ୍କ ଚରଣରେ ପ୍ରଣାମ କଲା। ସେ ନିଜ ପରିବାର ସହ ଯମୁନା ଛାଡ଼ି ଚାଲିଗଲା। ସେହି ଦିନଠାରୁ ଯମୁନାର ଜଳ ପୁଣି ନିର୍ମଳ ହୋଇଗଲା। ଗଛପଲା ସବୁଜ ହେଲା, ପଶୁପକ୍ଷୀମାନେ ଆନନ୍ଦରେ ବିଚରଣ କରିବାକୁ ଲାଗିଲେ ଏବଂ ସମଗ୍ର ବ୍ରଜଭୂମି ଜୟ ଶ୍ରୀକୃଷ୍ଣ ଧ୍ୱନିରେ ଗୁଞ୍ଜି ଉଠିଲା। ମା ଯଶୋଦା ଦୌଡ଼ି ଆସି ନିଜ କାହ୍ନାଙ୍କୁ କୋଳରେ ଜଡ଼ାଇ ଧରିଲେ। ତାଙ୍କ ଆଖିରେ ଆନନ୍ଦର ଲୁହ ଝଲମଲ କରୁଥିଲା। ଏହିପରି ଭାବରେ ଭଗବାନ ଶ୍ରୀକୃଷ୍ଣ କେବଳ କାଳିୟ ନାଗର ଅହଙ୍କାରକୁ ଦୂର କରିନଥିଲେ, ସମଗ୍ର ବ୍ରଜବାସୀଙ୍କୁ ଭୟରୁ ମଧ୍ୟ ମୁକ୍ତ କରିଥିଲେ।